ଯୁକ୍ତ 2 ପରୀକ୍ଷାକୁ ନେଇ ଆସିଲା ନୂଆ ଗାଇଡଲାଇନ। ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଯାହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ଏବଂ ଭିଡିଓକୁ ଲାଇକ୍ ସହିତ ଚ୍ୟାନେଲକୁ ସବସ୍କ୍ରାଇବ ରଖନ୍ତୁ, ଯାହା ଫଳରେ ଆପଣ ଏଇଭଳି ଲାଟେଷ୍ଟ ନ୍ୟୁଜ ଗୋଟେ ସର୍ବପ୍ରଥମେ ପାଇପାରିବେ। ତ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଫେବୃଆରୀ 18ରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବ। ଏହା ପୂର୍ବରୁ 2ଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବକୁ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷାରେ ଯେପରି ତ୍ରୁଟି ନ ହୁଏ ସେଥିପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆଗକୁ ଏହି ପରୀକ୍ଷା ପରିଚାଳନା ହବରେ ସାଧାରଣ ସିସିଟିଭି କ୍ୟାମେରା ଲାଗୁଥିଲା, ତେଣୁ ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା ସିସିଟିଭି କ୍ୟାମେରା ଲାଗୁଛି। ଏହି କ୍ୟାମେରା ପ୍ରଶ୍ନପତ୍ର ଜଗିବ। ଯଦି ହବରେ କୌଣସି ଅସଙ୍ଗତି ପରିଲକ୍ଷିତ ହୁଏ ତେବେ ସାଙ୍ଗେ ସାଙ୍ଗେ ମୁଖ୍ୟାଳୟକୁ ସତର୍କ କରିବ। ଏଥିପାଇଁ ମୁଖ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବ, ଯେଉଁଥିରେ କର୍ମଚାରୀ ଓ ଅଧିକାରୀମାନେ ସିସିଟିଭିକୁ ନିରୀକ୍ଷଣ କରିବେ। ସିଏଚ୍ଏସ୍ଇର ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ରଖିବା ପାଇଁ 211ଟି ପରୀକ୍ଷା ପରିଚାଳନା ହେବ। ତେଣୁ ଆସନ୍ତା 12 ତାରିଖରୁ 14 ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ 4ରୁ 6 ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ ପହଞ୍ଚିବ। ହବ ସୁପରଭାଇଜର ଓ ଡେପୁଟି ସୁପରଭାଇଜରଙ୍କୁ ସବୁବେଳେ ସତର୍କ ରହିବାକୁ କୁହାଯାଉଅଛି। ଅନ୍ୟପଟେ ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିଲାଗି ସଜାଗ ହୋଇଛି ସିଏଚ୍ଏସ୍ଇ। ପ୍ରଶ୍ନପତ୍ର ହବର ଷ୍ଟ୍ରଙ୍ଗ ରୁମରେ ସବୁ ଦିଗକୁ ଏଆଇ କ୍ୟାମେରା ଲାଗିବ ଏବଂ ଷ୍ଟ୍ରଙ୍ଗ ରୁମକୁ ଗୋଟିଏ ହିଁ ପ୍ରବେଶ ପଥ ରହିବ, ଯେଉଁଠି ଗିଲ୍ ସହ କବାଟ ବ୍ୟବସ୍ଥା କରାଯିବ। ଏହି ପ୍ରଶ୍ନପତ୍ର ରହିବା ପରେ ଭଲ ତାଲା ପକାଇ ଏହାକୁ ସିଲ୍ କରାଯିବ। ହବ ଓ ହବ ବାହାରେ ପୁଲିସ ଓ ସୁରକ୍ଷା କର୍ମୀ ଜଗି ରହିବେ। ଅଣସ୍ୱୀକୃତି ପ୍ରାପ୍ତ ବ୍ୟକ୍ତି ଏହି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ନାହିଁ। ସ୍ଥାନୀୟ ସ୍ଥାନରେ ଆଇଆଇସି ପୁଲିସ ସୁରକ୍ଷା ଯୋଗାଇ ଦେବେ। ତେଣୁ 24 ଘଣ୍ଟିଆ ଏଆଇ କ୍ୟାମେରାର ଲାଇଭ ଷ୍ଟ୍ରିମ୍ ଚାଲିବ। ଯଦି କୌଣସି କାରଣରୁ ସିସିଟିଭି କାର୍ଯ୍ୟ ନ କରେ ସେଥିଲାଗି ହବର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶ୍ନପତ୍ର ସିଏଚ୍ଏସ୍ଇ ହିତାଧିକାରୀମାନେ ହବର ଅଧିକାରୀଙ୍କୁ ସିସିଟିଭି ସମ୍ମୁଖରେ ହିଁ ହସ୍ତାନ୍ତର କରିବେ। ହବକୁ କିଏ ଆସୁଛନ୍ତି ଯାଉଛନ୍ତି ତାର ସବିଶେଷ ତଥ୍ୟ ରେଜିଷ୍ଟରରେ ରହିବ। ପ୍ରଶ୍ନପତ୍ର ବଣ୍ଟନ ବିଭ୍ରାଟ ରୋକିବା ଲାଗି ଗତ 29 ତାରିଖରେ ସିଏଚ୍ଏସ୍ଇ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କେତେ ସଂଖ୍ୟାରେ ପ୍ରଶ୍ନପତ୍ର ଆବଶ୍ୟକ ତାର ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖାଯାଇଅଛି। ଏହା ମଧ୍ୟ ସ୍ପଷ୍ଟ କରାଯାଇଅଛି ଯେ ଯଦି କର୍ତ୍ତୃପକ୍ଷ ତଥ୍ୟ ଦେବାରେ କୌଣସି ଭୁଲ କରନ୍ତି ଓ ପ୍ରଶ୍ନପତ୍ର ଅଭାବ ରହେ ସେଥିଲାଗି ସିଏଚ୍ଏସ୍ଇ ଦାୟୀ ରହିବ ନାହିଁ, ବରଂ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତ ଏହା ଥିଲା ସୂଚନା। ଆପଣମାନେ ଭିଡିଓକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।